ଯାତାୟାତ ସାଧନ ଉପରେ ଆଧାରିତ ନମୁନା। ଯାତାୟାତ ସାଧନର ସହାୟତାରେ ଆମେ ଖୁବ୍ କମ୍ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁଛେ। ଆଗ ସମୟରେ ଲୋକମାନେ ଘୋଡ଼ା, ଓଟ, ଗଧ, ହାତୀ ଇତ୍ୟାଦି ପଶୁମାନଙ୍କର ପିଠିରେ ଯିବା ଆସିବା କରୁଥିଲେ। ଆଉ କିଛି ଲୋକ ପାଦରେ ଚାଲି ଚାଲି ଯାଉଥିଲେ ଏବଂ ନଦୀଗୁଡ଼ିକରେ ଡଙ୍ଗାର ସାହାଯ୍ୟ ନେଉଥିଲେ। ଆଜିକାଲିର ଲୋକମାନେ ଯାତାୟାତ ସାଧନର ପ୍ରୟୋଗ କରୁଛନ୍ତି। ବର୍ତ୍ତମାନ ଆମର 4ଟି ପଥ ଦ୍ୱାରା ଯିବା ଆସିବା ସୁବିଧା ହୋଇପାରୁଛି। 1ରେ ସଡ଼କ ପଥ ବା ସ୍ଥଳପଥ, 2ରେ ରେଳପଥ, 3ରେ ଜଳପଥ ଆଉ 4ରେ ଆକାଶ ପଥ। ସଡ଼କ ପଥ ସାଇକେଲ, ବସ୍, କାର୍, ଟ୍ରକ୍ ମାଧ୍ୟମରେ ଗୋଟିଏ ସହରରୁ ଅନ୍ୟ ସହରକୁ ସହଜରେ ଯାଇ ଆସିପାରିବା। ପ୍ରତ୍ୟେକ ଜିଲ୍ଲାର ଯେଉଁ ସ୍ଥାନକୁ ସଡ଼କ ସଂଯୋଗ ହୋଇଛି ତାକୁ ରାଜ୍ୟ ରାଜପଥ କୁହାଯାଏ। ବଡ଼ ବଡ଼ ସହରକୁ ଯୋଡ଼ୁଥିବା ସଡ଼କକୁ ଜାତୀୟ ରାଜପଥ କୁହାଯାଏ। ପ୍ରତି ଗ୍ରାମକୁ ସଂଯୋଗ କରିବା ନିମନ୍ତେ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟ ଆରମ୍ଭ କରାଯାଇଛି। ରେଳପଥ ଆମ ରାଜ୍ୟର ମୁଖ୍ୟ ରେଳପଥ କୋଲକାତା ଠାରୁ ଚେନ୍ନାଇକୁ ସଂଯୁକ୍ତ ହୋଇଛି। ଏହି ରେଳପଥ ଓଡ଼ିଶାର ପୂର୍ବ ଉପକୂଳରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଦେଇ ଯାଇଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଅଛି। ଜଳପଥ ଜଳରାଶିରେ ଯା-ଆସ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଥ ରହିଛି। ଏହି ପଥକୁ ଜଳପଥ କୁହାଯାଏ। ଆମେ ଡଙ୍ଗା, ଲଞ୍ଚ, ଜାହାଜ ଆଦି ସାହାଯ୍ୟରେ ଜଳପଥରେ ଯାଇଥାଉ। ପାରାଦୀପ ଓ ଗୋପାଳପୁର ବନ୍ଦର ଦେଇ ଜାହାଜରେ ଦେଶ ବିଦେଶକୁ ଜିନିଷପତ୍ର ନେବା ଆଣିବା କାର୍ଯ୍ୟ ହୋଇଥାଏ। ଆକାଶପଥ ଦୂର ସ୍ଥାନକୁ ଶୀଘ୍ର ପହଞ୍ଚିବା ପାଇଁ ଲୋକମାନେ ଉଡ଼ାଜାହାଜରେ ଯିବା ଆସିବା କରନ୍ତି। ଉଡ଼ାଜାହାଜ ଆକାଶରେ ଏକ ନିର୍ଦ୍ଦିଷ୍ଟ ପଥରେ ଯାଇଥାଏ। ଏହି ପଥକୁ ଆକାଶପଥ କୁହାଯାଏ। ଖୁବ୍ କମ୍ ସମୟରେ ଆମେ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଆକାଶପଥ ଦ୍ୱାରା ଯାଇପାରୁ। ଭୁବନେଶ୍ୱର ଓଡ଼ିଶାର ପ୍ରଧାନ ବିମାନ ବନ୍ଦର। ଏହାର ନାମ ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଆକାଶପଥ ଗୁଡ଼ିକ ହେଲା ହେଲିକପ୍ଟର, ଉଡ଼ାଜାହାଜ, ରକେଟ୍ ଇତ୍ୟାଦି। ଏଗୁଡ଼ିକ ହେଉଛି ଯାତାୟାତ ସାଧନ ଉପରେ ଆଧାରିତ ନମୁନା। ଧନ୍ୟବାଦ।